ବିଷୟ ବର୍ଷା ବଢିଆ ଝିଅ ଶିକ୍ଷିତା ଝିଅ ଭଲ କଳାକାର ତାଙ୍କର ଛାଡ ଦିଆ ନିଆ ହେଇଗଲା। ତେଣୁ ଅନୁଭବ ବିବାହ ହେଇଗଲେ, ପଦିମା ବିବାହ ହେଇଗଲେ। ମୁଁ ଭଗବାନଙ୍କୁ ଡାକୁଛି ଆଲ୍ଲାହ, ଯୀଶୁ, ବୁଦ୍ଧ, ମା ଦୁର୍ଗା, ଲକ୍ଷ୍ମୀ ସେ ଉଭୟ ଦଳଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟୁ ଏବଂ ବର୍ଷାକୁ ଭଗବାନ ଗୋଟେ ଥଇଥାନ କରିବା ବ୍ୟବସ୍ଥା କରିଦିଅନ୍ତୁ। କାରଣ ଉଚ୍ଚ ଶିକ୍ଷିତା, ବଢିଆ ଆକ୍ଟ୍ରେସ, ସୋସିଆଲ ୱାର୍କର, ବହୁତ ଗରିବ ଲୋକ କାମ କରୁଛି। ତେଣୁ ତାଙ୍କ ପାଇଁ ଭଗବାନ ତୁରନ୍ତ ବର୍ଷା ପାଇଁ ବ୍ୟବସ୍ଥା କରିଦିଅନ୍ତୁ। ହବ 10ଟା ବେଳକୁ ଆସିବ ଏବଂ 20 ତାରିଖ ଦିନ ମୋ ଘରଟି ପ୍ରତିବର୍ଷ ପଖାଳ ଦିବସ, ପଖାଳ ଖାଇବାକୁ ଆପଣମାନେ ଆସିବେ। ବଢିଆ ହେଇଛନ୍ତି ବିଷୟ ବର୍ଷା ବଢିଆ ଝିଅ, ଶିକ୍ଷିତା ଝିଅ, ଭଲ କଳାକାର ତାଙ୍କର ଛାଡ ଦିଆ ନିଆ ହେଇଗଲା। ତେଣୁ ଅନୁଭବ ବିବାହ ହେଇଗଲେ, ପଦିମା ବିବାହ ହେଇଗଲେ। ମୁଁ ଭଗବାନଙ୍କୁ ଡାକୁଛି ଆଲ୍ଲାହ, ଯୀଶୁ, ବୁଦ୍ଧ, ମା ଦୁର୍ଗା, ଲକ୍ଷ୍ମୀ ସେ ଉଭୟ ଦଳଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟୁ ଏବଂ ବର୍ଷାକୁ ଭଗବାନ ଗୋଟେ ଥଇଥାନ କରିବା ବ୍ୟବସ୍ଥା କରିଦିଅନ୍ତୁ। କାରଣ ଉଚ୍ଚ ଶିକ୍ଷିତା, ବଢିଆ ଆକ୍ଟ୍ରେସ, ସୋସିଆଲ ୱାର୍କର, ବହୁତ ଗରିବ ଲୋକ କାମ କରୁଛି। ତେଣୁ ତାଙ୍କ ପାଇଁ ଭଗବାନ ତୁରନ୍ତ ବର୍ଷା ପାଇଁ ବ୍ୟବସ୍ଥା କରିଦିଅନ୍ତୁ। ମୁଁ କହିପାରିବିନି ତାଙ୍କ ବିଷୟରେ କ'ଣ, ସେ ଅଲରେଡି ତାଙ୍କ କାମ ଖତମ, ବାହାର ସରିଲାଣି। ହବ 10ଟା ବେଳକୁ ଆସିବ ଏବଂ 20 ତାରିଖ ଦିନ ମୋ ଘରଟି ପ୍ରତିବର୍ଷ ପଖାଳ ଦିବସ, ପଖାଳ ଖାଇବାକୁ ଆପଣମାନେ ଆସିବେ। ବଢିଆ ହେଇଛନ୍ତି ବିଷୟ ବର୍ଷା ବଢିଆ ଝିଅ, ଶିକ୍ଷିତା ଝିଅ, ଭଲ କଳାକାର ତାଙ୍କର ଛାଡ ଦିଆ ନିଆ ହେଇଗଲା। ତେଣୁ ଅନୁଭବ ବିବାହ ହେଇଗଲେ, ପଦିମା ବିବାହ ହେଇଗଲେ। ମୁଁ ଭଗବାନଙ୍କୁ ଡାକୁଛି ଆଲ୍ଲାହ, ଯୀଶୁ, ବୁଦ୍ଧ, ମା ଦୁର୍ଗା, ଲକ୍ଷ୍ମୀ ସେ ଉଭୟ ଦଳଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟୁ ଏବଂ ବର୍ଷାକୁ ଭଗବାନ ଗୋଟେ ଥଇଥାନ କରିବା ବ୍ୟବସ୍ଥା କରିଦିଅନ୍ତୁ। କାରଣ ଉଚ୍ଚ ଶିକ୍ଷିତା, ବଢିଆ ଆକ୍ଟ୍ରେସ, ସୋସିଆଲ ୱାର୍କର, ବହୁତ ଗରିବ ଲୋକ କାମ କରୁଛି। ତେଣୁ ତାଙ୍କ ପାଇଁ ଭଗବାନ ତୁରନ୍ତ ବର୍ଷା ପାଇଁ ବ୍ୟବସ୍ଥା କରିଦିଅନ୍ତୁ। ମୁଁ କହିପାରିବିନି ତାଙ୍କ ବିଷୟରେ କ'ଣ, ସେ ଅଲରେଡି ତାଙ୍କ କାମ ଖତମ, ବାହାର ସରିଲାଣି। ହବ 10ଟା ବେଳକୁ ଆସିବ ଏବଂ 20 ତାରିଖ ଦିନ ମୋ ଘରଟି ପ୍ରତିବର୍ଷ ପଖାଳ ଦିବସ, ପଖାଳ ଖାଇବାକୁ ଆପଣମାନେ ଆସିବେ। ବଢିଆ ହେଇଛନ୍ତି ବିଷୟ ବର୍ଷା ବଢିଆ ଝିଅ, ଶିକ୍ଷିତା ଝିଅ, ଭଲ କଳାକାର ତାଙ୍କର ଛାଡ ଦିଆ ନିଆ ହେଇଗଲା। ତେଣୁ ଅନୁଭବ ବିବାହ ହେଇଗଲେ, ପଦିମା ବିବାହ ହେଇଗଲେ। ମୁଁ ଭଗବାନଙ୍କୁ ଡାକୁଛି ଆଲ୍ଲାହ, ଯୀଶୁ, ବୁଦ୍ଧ, ମା ଦୁର୍ଗା, ଲକ୍ଷ୍ମୀ ସେ ଉଭୟ ଦଳଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟୁ ଏବଂ ବର୍ଷାକୁ ଭଗବାନ ଗୋଟେ ଥଇଥାନ କରିବା ବ୍ୟବସ୍ଥା କରିଦିଅନ୍ତୁ। କାରଣ ଉଚ୍ଚ ଶିକ୍ଷିତା, ବଢିଆ ଆକ୍ଟ୍ରେସ, ସୋସିଆଲ ୱାର୍କର, ବହୁତ ଗରିବ ଲୋକ କାମ କରୁଛି। ତେଣୁ ତାଙ୍କ ପାଇଁ ଭଗବାନ ତୁରନ୍ତ ବର୍ଷା ପାଇଁ ବ୍ୟବସ୍ଥା କରିଦିଅନ୍ତୁ। ମୁଁ କହିପାରିବିନି ତାଙ୍କ ବିଷୟରେ କ'ଣ, ସେ ଅଲରେଡି ତାଙ୍କ କାମ ଖତମ, ବାହାର ସରିଲାଣି। ହବ 10ଟା ବେଳକୁ ଆସିବ ଏବଂ 20 ତାରିଖ ଦିନ ମୋ ଘରଟି ପ୍ରତିବର୍ଷ ପଖାଳ ଦିବସ, ପଖାଳ ଖାଇବାକୁ ଆପଣମାନେ ଆସିବେ। ବଢିଆ ହେଇଛନ୍ତି ବିଷୟ ବର୍ଷା ବଢିଆ ଝିଅ, ଶିକ୍ଷିତା ଝିଅ, ଭଲ କଳାକାର ତାଙ୍କର ଛାଡ ଦିଆ ନିଆ ହେଇଗଲା। ତେଣୁ ଅନୁଭବ ବିବାହ ହେଇଗଲେ, ପଦିମା ବିବାହ ହେଇଗଲେ। ମୁଁ ଭଗବାନଙ୍କୁ ଡାକୁଛି ଆଲ୍ଲାହ, ଯୀଶୁ, ବୁଦ୍ଧ, ମା ଦୁର୍ଗା, ଲକ୍ଷ୍ମୀ ସେ ଉଭୟ ଦଳଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟୁ ଏବଂ ବର୍ଷାକୁ ଭଗବାନ ଗୋଟେ ଥଇଥାନ କରିବା ବ୍ୟବସ୍ଥା କରିଦିଅନ୍ତୁ। କାରଣ ଉଚ୍ଚ ଶିକ୍ଷିତା, ବଢିଆ ଆକ୍ଟ୍ରେସ, ସୋସିଆଲ ୱାର୍କର, ବହୁତ ଗରିବ ଲୋକ କାମ କରୁଛି। ତେଣୁ ତାଙ୍କ ପାଇଁ ଭଗବାନ ତୁରନ୍ତ ବର୍ଷା ପାଇଁ ବ୍ୟବସ୍ଥା କରିଦିଅନ୍ତୁ। ମୁଁ କହିପାରିବିନି ତାଙ୍କ ବିଷୟରେ କ'ଣ, ସେ ଅଲରେଡି ତାଙ୍କ କାମ ଖତମ, ବାହାର ସରିଲାଣି।